ଦେଖନ୍ତୁ ଆଜି ଆମେ ଫାଇନାଲ ଯାଇ ପହଞ୍ଚୁଛୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯେଉଁଠାରେ ରହିଛି ମେଡିକାଲ। ଆଜି ଦିନ ଦ୍ୱିପ୍ରହରରେ ଏଭଳି ଗୋଟିଏ ଅଭାବନୀୟ ଘଟଣାଟି ଘଟିଛି ଟଣ୍ଡମି ଗ୍ରାମଠାରେ, ଯେଉଁଟାକି ପ୍ରଥମ ପଞ୍ଚାୟତ ଟଣ୍ଡମି ଗ୍ରାମରେ ଏଭଳିଆ ଗୋଟେ ଅଭାବନୀୟ ଘଟଣାଟି ଘଟିଛି ଏବଂ ଗତ ଶନିବାର ଦିନ ତାଙ୍କ ନାନୀ ଘରକୁ ସେ କମ୍ ପଡ଼ି ଯାଇଥିବା ବେଳେ ଆଉ ତାଙ୍କ ସାଙ୍ଗସାଥିରେ ସେମାନେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଏବଂ ସେହି ସ୍ଥାନରେ ଗାଧୋଇବାକୁ ଯାଇଥିବା ସମୟରେ ହଠାତ୍ ତାଙ୍କର ସେହି ପୋଖରୀରେ ବୁଡ଼ିଥିଲେ ଏବଂ ସେହି ସ୍ଥାନରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏବଂ କହଁପଡ଼ି ଗ୍ରାମବାସୀ ଖବର ପାଇ ତୁରନ୍ତ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଏବଂ ଅଗ୍ନିଶମ ବିଭାଗ ଖବର ପାଇ ତୁରନ୍ତ କହଁପଡ଼ି ଗ୍ରାମକୁ ପହଞ୍ଚିଥିଲେ ଏବଂ ମୃତ ଶିଶୁକୁ ସେମାନେ ଉଦ୍ଧାର କରିଥିଲେ। ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଏବଂ ସ୍ଥାନରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ପ୍ରଭାତୀ ପ୍ରଧାନଙ୍କର ଯେଉଁ ମୃତ୍ୟୁ ହେଇଛି ସେ ମୃତ୍ୟୁ ଶବକୁ ପୁଲିସ ଖବର ପାଇ ଜବତ କରି ବର୍ତ୍ତମାନ ଶବ ଗୃହରେ ରଖାଯାଉଛି ଦାରିଙ୍ଗବାଡ଼ି ମେଡିକାଲରେ। ଟଣ୍ଡମି ଗ୍ରାମର ରାମାଙ୍କ ଝିଅ ପ୍ରଭାତୀ ପ୍ରଧାନଙ୍କର ମୃତ୍ୟୁ ଘଟିଛି ପୋଖରୀରେ। ତାହେଲେ ଆସନ୍ତୁ ଏ ବିଷୟରେ ଅଧିକ ଜାଣିବା ପାଇଁ ଆମେ ଭିଜୁଆଲ ମାଧ୍ୟମରେ ଦେଖିବା। ବର୍ତ୍ତମାନ ଅଗ୍ନିଶମ ବିଭାଗ ସେହି ମୃତ ଶରୀରକୁ ମେଡିକାଲକୁ ପହଞ୍ଚାଇଛନ୍ତି ଏବଂ ମେଡିକାଲ ପହଞ୍ଚାଇଲା ପରେ ମେଡିକାଲର ଡକ୍ଟର ତାଙ୍କୁ ଦେଖିଲେ ଏବଂ ଦେଖିଲା ପରେ ତାକୁ ମୃତ ଘୋଷଣା କଲେ। ମୃତ ଘୋଷଣା କଲା ପରେ ବର୍ତ୍ତମାନ ତାକୁ ଶବ ଗୃହରେ ରଖାଯାଇଅଛି। ଦେଖିପାରୁଥିବେ ଏଟା ଶବ ଗୃହ ଏବଂ ଏ ସ୍ଥାନରେ ରଖିଲା ପରେ ସେହି ସ୍ଥାନରେ ଯେତିକି ବି ତାଙ୍କର ଖବର ପାଇ ବନ୍ଧୁବାନ୍ଧବ ଏବଂ ଗାଁ ଲୋକମାନେ ମଧ୍ୟ ଏହି ସ୍ଥାନରେ ତାଙ୍କର କୁନି ଶିଶୁର 12 ବର୍ଷର ଝିଅର ଟିକେ ମୁହଁ ଦେଖିବା ପାଇଁ ଏ ପ୍ରକାର ଭାବରେ ଇଏ ହେଉଛନ୍ତି। ତାଙ୍କ ମା ଏ ପ୍ରକାର ଭାବରେ କାନ୍ଦ ବଳରେ ଫାଟି ପଡୁଛି। ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲ ଦେଖିପାରୁଛନ୍ତି ତାଙ୍କର ଭଉଣୀ ମଧ୍ୟ ଅଛନ୍ତି ଏବଂ ତାଙ୍କ ନାନୀ ମଧ୍ୟ ମଝିରେ ଇଏ ହେଉଛନ୍ତି ତାଙ୍କ ମା। ଶବ ଗୃହରେ କୁନି ଝିଅର ମଡ଼ଶର ରଖିଥିବାରୁ ତାଙ୍କର ବନ୍ଧୁବାନ୍ଧବ ଆସିକି ତାଙ୍କର ସେ କୁନି ଝିଅର ମୁହଁ ଟିକେ ଦେଖିବା ପାଇଁ ବର୍ତ୍ତମାନ ସେହି ସ୍ଥାନକୁ ଯାଉଛନ୍ତି। ଦେଖିପାରୁଛନ୍ତି ବର୍ତ୍ତମାନ ଶବ ବ୍ୟବଚ୍ଛେଦ ପାଇଁ ପୁଲିସ ପହଞ୍ଚି ସାରିଛି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ବର୍ତ୍ତମାନ ସେମାନେ ସେ ଶବ ଗୃହ ଭିତରକୁ ପୁଲିସ ଏବଂ ତାଙ୍କ ବାପା ମା ଅଛନ୍ତି। ତାଙ୍କୁ କିଛି ଲେଖାଲେଖି କଲା ପରେ ଶବକୁ ବାହାରକୁ ଅଣାଯିବ। ବର୍ତ୍ତମାନ ଶବ ଗୃହ ଭିତରେ ଅଛନ୍ତି ତାଙ୍କର ବାପା ମା ବନ୍ଧୁବାନ୍ଧବ ଏବଂ ପୋଲିସ ମଧ୍ୟ ସେହି ଭିତରେ ଥାଇ ଲେଖାଲେଖି କରାଯାଉଛି ଏବଂ ଲେଖାଲେଖି ସରିଲା ପରେ ଶବକୁ ବାହାରକୁ ଅଣାଯିବ। ଦେଖିପାରୁଛନ୍ତି ମା ମଧ୍ୟ ଯାଇଥିଲା, ତାଙ୍କ ମା ମଧ୍ୟ ଘର ଭିତରକୁ ଯାଇଥିଲେ ଶବ ଗୃହ ଭିତରକୁ ଏବଂ ବର୍ତ୍ତମାନ ସେ ବାହାରିଛନ୍ତି। ବର୍ତ୍ତମାନ ତାକୁ ସେହି ସ୍ଥାନରୁ ବର୍ତ୍ତମାନ ଶବ କଢ଼ାଯାଉଛି। ଦେଖିପାରୁଛନ୍ତି ଶବ କାଢ଼ିକି ବର୍ତ୍ତମାନ ଆମ୍ବୁଲାନ୍ସରେ ଲୋଡ୍ କରୁଛନ୍ତି। ଲୋଡ୍ କଲା ପରେ ଏହି ସ୍ଥାନରୁ ତାକୁ ପୋଷ୍ଟମର୍ଟମ ପାଇଁ ନେବେ। ପୋଷ୍ଟମର୍ଟମ ପାଇଁ ନେଲା ପରେ ପୁଲିସ ତାକୁ ହସ୍ତାର୍ପଣ କରିବ ତାଙ୍କ ଟଣ୍ଡମି ଗ୍ରାମକୁ ନେବା ପାଇଁ। ବର୍ତ୍ତମାନ ପ୍ରସ୍ତୁତି ଚାଲିଛି ପୋଷ୍ଟମର୍ଟମକୁ ନେବା ପାଇଁ। ଦେଖିପାରୁଛନ୍ତି ବର୍ତ୍ତମାନ ପୋଷ୍ଟମର୍ଟମ କରିବା ପାଇଁ ପ୍ରସ୍ତୁତି ଚାଲିଛି ଏବଂ ପୁଲିସ ଗାଡ଼ି ଆଗରେ ଅଛି, ତା ସହିତ ପଛରେ ଆମ୍ବୁଲାନ୍ସ ଅଛି। ବର୍ତ୍ତମାନ ମେଡିକାଲ ସ୍ଥାନରୁ ପୋଷ୍ଟମର୍ଟମ ଗୃହକୁ ନେଉଛନ୍ତି। ବର୍ତ୍ତମାନ ପୁଲିସ ଆଗରେ ହେଇଛି ଦେଖିପାରୁଛନ୍ତି, ତା ପଛରେ ଆମ୍ବୁଲାନ୍ସ ରହିଅଛି। ଯେଉଁ ଶିଶୁ କନ୍ୟାଙ୍କର ଯେଉଁ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି ତାଙ୍କ ଶବଟି ରହିଛି ଏହି ଆମ୍ବୁଲାନ୍ସରେ ଏବଂ ଏହି ସ୍ଥାନରୁ ମେଡିକାଲ ସ୍ଥାନରୁ ତ ଦେଖିପାରୁଛନ୍ତି ବର୍ତ୍ତମାନ ତାଙ୍କର ପୋଷ୍ଟମର୍ଟମ ସରିଲା ପରେ ଟଣ୍ଡମି ଗ୍ରାମବାସୀମାନଙ୍କୁ ଏବଂ ତାଙ୍କ ପରିବାରଙ୍କୁ ପୁଲିସ ହସ୍ତାର୍ପଣ କରିଛି ସେ ଶିଶୁ କନ୍ୟା ଶବକୁ। ବର୍ତ୍ତମାନ ତାଙ୍କ ଗାଁରେ ପହଞ୍ଚାଇଛନ୍ତି ଏବଂ ଟଣ୍ଡମି ଗ୍ରାମରେ ପହଞ୍ଚାଇଛନ୍ତି। ଦେଖିପାରୁଛନ୍ତି ଗାଁ ଲୋକ ମଧ୍ୟ ଏହି ପ୍ରକାର ଭାବରେ ସକାଳ ଦୁଃଖିତରେ ସେମାନେ ଜଗିଛନ୍ତି। ତାହେଲେ ଆସନ୍ତୁ ଏ ବିଷୟରେ ଅଧିକ ଜାଣିବା ପାଇଁ ଆମେ ଏ ଯେଉଁ ଟଣ୍ଡମି ଗ୍ରାମବାସୀ ଅଛନ୍ତି ତାଙ୍କୁ ଆମେ ପଚାରି ବୁଝିବା। ସାର୍, ଆଜି ଆପଣଙ୍କ ଗାଁରେ ନିରୀହ ପିଲାଟି ଯେଉଁ ପୋଖରୀରେ ବୁଡ଼ି ମୃତ୍ୟୁ ହେଇଛି ଏ ବିଷୟରେ ଆପଣଙ୍କ ମତ କ'ଣ ରଖିବେ? ଏଇଟା ଆମ ପରିବାର ପାଇଁ ଅତ୍ୟନ୍ତ ଦୁଃଖଜନକ ବିଷୟ। ଯେହେତୁ ଆଜକୁ 3 ଦିନ ହବ ସେ ଆମ ଗହଣରେ ଥିଲା। 3 ଦିନ ପରେ ସେ ଆମ ନିକଟ କହଁପଡ଼ି ଗ୍ରାମକୁ ଆମର ଭଉଣୀ ଜଣେ ଯାଇଛି ଶାଶୁଘରକୁ। ଆଉ ସେହି ସ୍ଥାନକୁ ସେମାନେ କୁଣିଆ ଯାଇଥିଲେ। କୁଣିଆ ଯାଇକି ସେମାନେ ଶନିବାର ଦିନ ସେହି ସ୍ଥାନକୁ ଗଲେ। ଶନିବାର ରବିବାର ପୁଣି ଆଜି ସେମାନେ ସେହି ସ୍ଥାନରେ ଥିଲେ। ଭୋଜି ଗୋଟେ ଥିବାରୁ ସେହି ସ୍ଥାନକୁ ଗଲେ। ଆଜି ପ୍ରାୟ ଅପରାହ୍ନ ସମୟରେ ସେହି ସ୍ଥାନରୁ ସେମାନେ ସେ ଗାଁ ତଳକୁ ଗୋଟେ ଆମମାନଙ୍କର ବନ୍ଧ ଅଛି ବା ପୋଖରୀ ଭଳିଆ ଗୋଟେ ଅଛି, ଆଉ ସେହି ସ୍ଥାନକୁ କିଛି ପିଲାମାନେ ଗାଧୋଇବା ପାଇଁ ଗଲେ। ତ ସେହି ସମୟରେ ଏ ଝିଅଟା ଆଉ ଜାଣିପାରେନି, ଛୋଟ ଝିଅଟା, ତେଣୁକରି ସେ ଖସିକି ସେହି ସ୍ଥାନରେ ସେ ବୁଡ଼ି ସେ ନିଜର ଜୀବନ ହରେଇଛି। ସାର୍, ଆପଣଙ୍କ ଗାଁର ନାବାଳିକା 12 ବର୍ଷର ଶିଶୁ ଆଜି ପୋଖରୀରେ ବୁଡ଼ି ମୃତ୍ୟୁ ହେଇଛି, ଏ ବିଷୟରେ ଆପଣ କ'ଣ? ଟଣ୍ଡମି ଗାଁର ଯେହେତୁ ତାର ବଡ ଦିଦି ସେଠି ଗାଁରେ ବାଜୁରା କରିଛନ୍ତି, ତାଙ୍କ ଘରକୁ ସେ କୁଣି ଆସିଥିଲେ। କିନ୍ତୁ ସେମାନେ କ'ଣ କଲେ, ଆମ୍ବ ଗୁଟେଇବାକୁ ବନକୁ ଗଲେ। ବେଶୀ କରା ହେବାରୁ ସେମାନେ ପୋଖରୀକୁ ପାଣି ଗାଧୋଇବା ପାଇଁ ଯାଇଥିଲେ। ଗୋଡ଼ କଷିକି ସେଠି ମୃତ୍ୟୁବରଣ କଲେ।
କିନ୍ତୁ ଯେତେବେଳେ ପିଲାମାନେ ସେଠି ରଡ଼ି କଲେ ଜଣେ ବୁଡ଼ି ଗଲା ବୋଲିକି ସେ ଖବର ପାଇକି ସମସ୍ତେ ଦୌଡ଼ି ଯାଇ ଦେଖିଲା ବେଳେ ସେ ପିଲାଟା ମୃତ୍ୟୁ ହେଇଥିଲା। ତା ସଙ୍ଗେ ସଙ୍ଗେ ଆମେ ଅଗ୍ନି ବିଭାଗକୁ ମଧ୍ୟ ଫୋନ୍ କଲୁ, ଥାନାକୁ ମଧ୍ୟ ଫୋନ୍ କଲୁ। ସେମାନେ ପହଞ୍ଚିଲେ, ଦେଖିଲେ, ପୁଣି ସେ ପିଲାକୁ ମେଡ଼ିକାଲ ପ୍ରଦାନ କଲେ, କିନ୍ତୁ ଜୀବନ ନଥିଲା। ଆଉ ଆମମାନଙ୍କ ପାଇଁ ବହୁତ ଦୁଃଖଜନକ, କାରଣ ସେ ପରିବାର ଗୋଟେ ଅତି ଗରିବ ଦୁଃଖନୀୟ ପରିବାର, ବହୁତ ଆମମାନଙ୍କ ପାଇଁ ଦୁଃଖର। ତାହେଲେ ଆସନ୍ତୁ ଟଣ୍ଡମି ଗ୍ରାମର 12 ବର୍ଷର ଶିଶୁ କନ୍ୟା ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି। ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ଆମେ ଭିଜୁଆଲ ମାଧ୍ୟମରେ ଦେଖିବା। ବର୍ତ୍ତମାନ ପଞ୍ଚାୟତ ଟଣ୍ଡମି ଗ୍ରାମ ଶୋକାକଳ ପରିବାର ସ୍ଥାନ ସୁଦର୍ଶନ ପ୍ରଧାନ ୟୁଟ୍ୟୁବ୍ ଚ୍ୟାନେଲ ନ୍ୟୁଜ୍।